ଲୋକମାନେ ନିଜ ନିଜ କାମରେ ସବୁବେଳେ ବ୍ୟସ୍ତ ଥାଆନ୍ତି। ନିଜ ନିଜ ସ୍ୱାର୍ଥକୁ ଦେଖିଥାନ୍ତି। ଆପଣ ଅନ୍ୟମାନଙ୍କ ପାଇଁ ଚିନ୍ତା କରୁଛନ୍ତି। ଆମେ ଗରିବ ଶ୍ରେଣୀର ଅଛୁ, ମୂଳଦୁଆ ଆମର ଗରିବ। ତେଣୁକରି ଗରିବର ଦୁଃଖ କେଉଁଭଳିଆ ଥାଏ ଆମେ ନିଜେ ଅନୁଭବ କରୁଛୁ। ତେଣୁକରି ଆମେ ଚାହିଁଲୁ ଗରିବ ଅସହାୟ ଲୋକ ଯେଉଁ ସମାଜରେ ରହିଛନ୍ତି ତାଙ୍କୁ ସେବା କରିବା ପାଇଁ। ଯେଉଁ ସଦସ୍ୟମାନେ ରହିଛନ୍ତି, ସଦସ୍ୟମାନେ ଆପଣ କ'ଣ ବୃତ୍ତି କରନ୍ତି? ଆମର ଯେଉଁ ସଦସ୍ୟମାନେ ଆପଣ ଦେଖୁଥିବେ ବି ବିଭିନ୍ନ ଦୋକାନରେ କଚେରୀ ମାର୍କେଟ ପଳେଇବେ। ଆମର ଅଧିକାଂଶ ସଦସ୍ୟମାନେ କଚେରୀ ମାର୍କେଟରେ ଯେଉଁ ଆମର ପିଲା ରହିଛନ୍ତି ତ ସେଇମାନେ ହିଁ ଆମକୁ ନେଇକି ଆମେ ସଂଗଠନ ଆରମ୍ଭ କରିଥିଲୁ। କୌଣସି ଉଚ୍ଚକୋଟୀର ଲୋକ କି ପଇସା ବାଲା ଲୋକ ଆମର ମେମ୍ବର ନାହାନ୍ତି। ଏଇ ଗରିବ ଶ୍ରେଣୀର ଗରିବ ହିଁ ଗରିବର ଦୁଃଖର ବୁଝିପାରେ। ବିଭିନ୍ନ ଗରିବ ଅସହାୟ ଲୋକଙ୍କୁ ଆପଣ ସାହାଯ୍ୟ କରୁଛନ୍ତି। ସେ ସାହାଯ୍ୟ ଭିତରେ ଆପଣ ପଇସା କୋଉଠୁ କିଛି କାହାକୁ ଦ୍ୱାରା ଆପଣ ପାଇଥାନ୍ତି, ନିଜ ସଂଗଠନ ଦ୍ୱାରା କେମିତି କ'ଣ ଯୋଗାଡ଼ କରିଥାନ୍ତି ଆଜ୍ଞା ସେ ପଇସାକୁ? ଯେଉଁ ଲୋକମାନେ ତାଙ୍କର ଆଶା ଥାଏ ଉଚ୍ଚ କୋଟିରେ ହେବା ପାଇଁ କି ବିଲ୍ଡିଂ କରିବା ପାଇଁ, ବଡ଼ ବଡ଼ ବିଲ୍ଡିଂ ଜାଗା କିଣିବା ପାଇଁ, ଆମ ସେ ମେମ୍ବରମାନଙ୍କର ସେଭଳିଆ ଆଶା ନାହିଁ ଯେ ଆମେ 3 ତାଲା କରିବା କି ବଡ଼ ବଡ଼ ଜାଗା କିଣିବା। ତେଣୁକରି ତାଙ୍କୁ ଏତେ ଉଚ୍ଚ କୋଟିରେ ଆଶା ନାହିଁ। ସେତିକି ଆଶା ଅଛି ଆମେ ଯେତିକି ଇନକମ୍ କରିବା ନିଜ ପରିବାର ଭରଣ ପୋଷଣ କରିବା ସହିତ କିଛି ଲୋକଙ୍କ ସେଇ ପଇସା କିଛି ଲୋକଙ୍କ ସେବା ଲାଗିବ। ଯେଉଁ ପରିବାର ଲୋକମାନେ ସେମାନେ କେବେ ଅଶାନ୍ତି ହୁଅନ୍ତିନି କି କାହିଁକି ତୁମେ ସମାଜ ସେବା କରୁଛ, ଆମ ଚଳିବାରେ କଷ୍ଟ ହେଉଛି, ଏମିତି ପରିବାର ଲୋକ କେବେ କୁହନ୍ତିନି? ନାଇଁ, ଘରେ ତ ଆହୁରି ଖୁସି ହୁଅନ୍ତି ଯାହା ହଉ ଆମ ପୁଅ ଜନ୍ମ କରିଛି କି ଝିଅ ଜନ୍ମ କରିଛି, ସେମାନେ ସମାଜରେ କାମରେ ଆସିପାରୁଛନ୍ତି, ସେଇଟା ହେଲା ବଡ଼ କଥା। ଦୀର୍ଘଦିନ ହେଲା ସେବା କରି ଆସୁଛନ୍ତି। ସେଇ ସେବା ଭିତରେ ଆପଣଙ୍କର ଏମିତି ଏକ ଅକୁହା ଦୃଶ୍ୟ କି ଅକୁହା କାହାଣୀ ଅଛି ଯାହା ଏପର୍ଯ୍ୟନ୍ତ ଆପଣଙ୍କ ମନରୁ ଲିଭିନି? ଜଣେ ମାଉସୀ ସେ ରାସ୍ତାରେ ଶୋଇଥିବା ସମୟରେ ତାଙ୍କୁ ଗୋଟେ ମିନି ଟ୍ରକ୍ ହାତ ଉପରେ ଚଢ଼ିକି ପଳେଇଥିଲା। ତାଙ୍କୁ ନେଇକି ଆସିକି ଆମେ ଯେତେବେଳେ ପରିଷ୍କାର ପରିଚ୍ଛନ୍ନ କଲା ପରେ ଗାଧୋଇ ସାରିଲା ପରେ ତ ଆମେ ଦେଖିଲୁ ଯେତେବେଳେ ବ୍ୟାଣ୍ଡେଜଟା କାଢ଼ିଦେଲୁ ତାଙ୍କ ହାତର ପୁରା ଏକଦମ ସାଲୁବାଲୁ ହେଇକି ପୁରା ପୋକ ବାହାରୁଥାଏ। ନମସ୍କାର, ଟିଭି ଲାଇଭ୍ ପଡ଼କାଷ୍ଟକୁ କିଛି ଖୁସି କିଛି ଦୁଃଖର ଆଉ ଏକ ଅଧ୍ୟାୟକୁ ସ୍ୱାଗତ କରୁଛି ମୁଁ ବିଜୟ। ଦର୍ଶକ ବନ୍ଧୁ, ଓଡ଼ିଆରେ ଗୋଟେ କଥା ଅଛି, ଧନ ଥିଲେ ମନ ନାହିଁ, ମନ ଥିଲେ ଧନ ନାହିଁ। କିନ୍ତୁ ଆଜି ଆମ ପଡ଼କାଷ୍ଟରେ ଏମିତି ଏକ ନିଆରା ଅତିଥି ଅଛନ୍ତି। ଧନ ନାହିଁ, ମନ ପ୍ରବଳ। କାହିଁକି ଆମେ କଥା କହିଲୁ? ସମାଜସେବା କରିବା ପାଇଁ କିଏ କାଠ ମିସ୍ତ୍ରୀ, କିଏ ରାଜମିସ୍ତ୍ରୀ, କିଏ ପାର୍ଲରରେ କାମ କରନ୍ତି, ତ କିଏ ଟେଲରରେ କାମ କରନ୍ତି, ଆଉ କିଏ ପାନ ଦୋକାନ, କିଏ ଲୁଗା ଦୋକାନ ଏବଂ କିଏ ପରିବା ଦୋକାନରେ ସମସ୍ତେ ଦିନ ମଜୁରିଆ ଭାବେ କାମ କରନ୍ତି। ସେଇ ମଜୁରୀ ପଇସାରେ ଆଣି ଲୋକମାନଙ୍କ ସେବା କରନ୍ତି। ଆଜି ପଡ଼କାଷ୍ଟରେ ଏମିତି ଏକ ନିଆରା ଅତିଥିଙ୍କ ସହ କଥା ହେବା ଯିଏ ସେବାକୁ ବ୍ରତ ଭାବେ ପଣ କରି ଦୁଃଖୀ ରୋଗୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ଏମିତି ଏକ ନିଆରା ବ୍ୟକ୍ତିତ୍ୱଙ୍କୁ ଆଜି ଆମ ପଡ଼କାଷ୍ଟରେ ଅତିଥି ଭାବେ ପାଇ ଆମକୁ ବହୁତ ଖୁସି ଲାଗୁଛି ଏବଂ ବହୁତ ଗର୍ବ ଅନୁଭବ ହେଉଛି। ଆଜି ଯେଉଁ ନିଆରା ଅତିଥି ହେଉଛନ୍ତି ଭଦ୍ରକ ସେବା ଗ୍ରୁପ। ଆମ ସାଙ୍ଗରେ ଅଛନ୍ତି ଭଦ୍ରକ ସେବା ଗ୍ରୁପର ସଭାପତି। ଆସନ୍ତୁ ତାଙ୍କ ସହ କିଛି ଆଲୋଚନା କରିବା ଏବଂ ଆଲୋଚନା କରିବା ସହ ହୃଦୟର କଥା ଟିକେ ସେୟାର କରିବା। ନମସ୍କାର ଦୀପକ। ଆମ ଟିଭି ଲାଇଭ୍ ପଡ଼କାଷ୍ଟକୁ ଆପଣଙ୍କୁ ସ୍ୱାଗତ। ଆପଣ ଭଦ୍ରକ ସେବା ଗ୍ରୁପ ଏକ ନିଆରା ସେବା ଗ୍ରୁପ ହେଉଛି। ଦେଖିବା ଆପଣ ଜଣେ ଗୋଟେ ନିଆରା ମଣିଷ, ନିଆରା ବ୍ୟକ୍ତିତ୍ୱ। ନମସ୍କାର ବିଜୟ ବାବୁ, ସମସ୍ତଙ୍କୁ ଜୟ ଜଗନ୍ନାଥ। ଆପଣ ଏଇ ଯେଉଁ ସଂଘ ଭଦ୍ରକ ସେବା ଗ୍ରୁପ ଆଜି ସମାଜରେ ଯେଉଁ କଲ୍ୟାଣ କରିଚାଲିଛି, ଆପଣ ସେଇ କଲ୍ୟାଣ ବିଷୟରେ ଜାଣିବା ପାଇଁ, ଏ ସେବା କାର୍ଯ୍ୟ ଜାଣିବା ପାଇଁ ଆପଣ ଡାକିଥିବାରୁ ବହୁତ ବହୁତ ଧନ୍ୟବାଦ। ସମାଜରେ ଲୋକମାନେ ନିଜ ନିଜ କାମରେ ସବୁବେଳେ ବ୍ୟସ୍ତ ଥାଆନ୍ତି, ନିଜ ନିଜ ସ୍ୱାର୍ଥକୁ ଦେଖିଥାନ୍ତି। ଆପଣ ଅନ୍ୟମାନଙ୍କ ପାଇଁ ଚିନ୍ତା କରୁଛନ୍ତି କାହିଁକି? ଯେହେତୁ ଆମ ଯେଉଁ ସଂଗଠନ ମେମ୍ବରମାନେ ଅଛନ୍ତି ଆମେ ଗରିବ ଶ୍ରେଣୀର ଅଛୁ, ମୂଳଦୁଆ ଆମର ଗରିବ। ତେଣୁକରି ଗରିବର ଦୁଃଖ କେଉଁଭଳିଆ ଥାଏ ଆମେ ନିଜେ ଅନୁଭବ କରୁଛୁ। ତେଣୁକରି ଆମେ ଚାହିଁଲୁ ଗରିବ ଅସହାୟ ଲୋକ ଯେଉଁ ସମାଜରେ ରହିଛନ୍ତି ତାଙ୍କୁ ସେବା କରିବା ପାଇଁ, ଅସହାୟ ଲୋକଙ୍କୁ ମେଡ଼ିକାଲ ନେଇଯିବା ପାଇଁ ଏଇଟା ଆମେ ଆରମ୍ଭ। ପ୍ରଥମେ ସେବା କରିବା ପାଇଁ କାହିଁକି ମନୋବୃତ୍ତି ବଢ଼େଇଲେ? ସେବା ମନୋବୃତ୍ତି ମଣିଷ ଭଗବାନ ଆମକୁ ସମାଜରେ ପଠାଇଛନ୍ତି ସମାଜର କିଛି ମଙ୍ଗଳ କାମ କରିବା ପାଇଁ, ନିଜ ପରିବାର ପୋଷିବା ସହିତ ସମାଜରେ ଯେଉଁ ଅସହାୟ ଲୋକ ଅଛନ୍ତି ତାଙ୍କୁ ସେବା କରିବା ପାଇଁ କିଛି ମହତ୍ଵ ଉଦ୍ଦେଶ୍ୟ ନେଇକି ଆମକୁ ଭଗବାନ ପଠାଇଛନ୍ତି। ଆମେ ଯଦି କିଛି ସମାଜର ମଙ୍ଗଳ କରିବା ନାହିଁ, ସମାଜରେ ସେବା କରିବା ନାହିଁ, ଆମେ ଖାଲି ନିଜ ଲୋଭମାୟାରେ ପଶେଇକି ଶେଷରେ ମରିଯିବା, ତାହେଲେ କିଛି ଆଉ ଲାଭ ରହିବ ନାହିଁ। ଆଜିକାଲି ସ୍ୱାର୍ଥପର ଦୁନିଆ ନାଇଁ, ସମସ୍ତେ ନିଜ କାମରେ ବ୍ୟସ୍ତ ରହିଥାନ୍ତି,
କେମିତି ନିଜେ ବଞ୍ଚିବେ, ନିଜ ପରିବାର ବଞ୍ଚେଇବେ। ଏହା ଭିତରେ ଭଦ୍ରକ ସେବା ଗ୍ରୁପ ଏକ ନିଆରା ସଂଗଠନଟିଏ, ନିଆରା ମଣିଷ, ନିଆରା ବ୍ୟକ୍ତିତ୍ୱ। ଏଇ ସ୍ୱାର୍ଥପର ଦୁନିଆରେ ଯେତେବେଳେ ସମସ୍ତେ ନିଜ ନିଜ କେମିତି ବଞ୍ଚିବେ, ନିଜେ କେମିତି ଚଳିବେ, ଏସବୁ ଯେତେବେଳେ ସବୁ ସମସ୍ତେ ବ୍ୟସ୍ତ ଥାଆନ୍ତି, ତେବେ ଆପଣ ଅନ୍ୟମାନଙ୍କ କଥା କାହିଁକି ଚିନ୍ତା କଲେ? ଆମେ ସମସ୍ତେ ନିଜ ନିଜ କାମରେ, ଆମେ ଯେତିକି ମେମ୍ବର ଅଛନ୍ତି ସମସ୍ତେ ନିଜ କାମରେ ବ୍ୟସ୍ତ ଥାଇକି ମଧ୍ୟ ବି ଆମେ ଏଇ ଲୋକଙ୍କ ସେବାରେ ବାହାରି ଆସିଲୁ। ଯଦି ଅସହାୟ ଲୋକଙ୍କ ସେବା ନ କରିବା, ଆମେ ଯଦି ମଣିଷ ହେଇକି ଯେ ମଣିଷକୁ ପାଖରେ ହାତ ନ ବଢ଼େଇବା, ତାହେଲେ ମଣିଷ ଜନ୍ମ ହେଇକି ଲାଭଟା କ'ଣ? ତେଣୁକରି ଏଇ ଉଦ୍ଦେଶ୍ୟ ନେଇକି ଆମେ ସମାଜରେ ସେବା ଆରମ୍ଭ କଲୁ। ଗ୍ରୁପଟି ଆପଣ କରିଥିଲେ, କାହା ପାଖରୁ ପ୍ରେରଣା ପାଇଥିଲେ ନା ନିଜ ଇଚ୍ଛା କରି ନିଜ ମନ ବଳେଇଥିଲେ? ଆମେ ସେଭଳିଆ ପ୍ରଥମେ ଯେଉଁ 2021 ମସିହାରେ ଆମେ 4-5 ଜଣ ବସିଥିଲୁ ଆମ ଗ୍ରାମଦେବୀ ମନ୍ଦିରରେ, ମା ବୁଢ଼ୀବାସୁଣୀ ମନ୍ଦିର। ମାଆଙ୍କ ଆଶୀର୍ବାଦରେ ଏଇଟା ଆମେ ପ୍ରଥମେ ବସିକି ଏଇଭଳିଆ କଥାବାର୍ତ୍ତା ହେଇଥାଏ ସେବା ମନୋବୃତ୍ତି, ଚାଲ ଲୋକଙ୍କ ସେବା କରିବା। ଆମେ ସମାଜ ଜନ୍ମ ନେଇଛନ୍ତି, ଏଇ ଆରମ୍ଭ ହେଲା ଯେ ସେବା କରିବା। କରୋନା ଟାଇମ୍ରେ, ଯେତେବେଳେ କରୋନା ଟାଇମ୍ରେ ଲୋକ ଅନ୍ୟ ଲୋକଙ୍କୁ ଅନଉନଥିଲେ, ଚାହୁଁନଥିଲେ, ଛୁଉଁନଥିଲେ, ସେ ସମୟରେ ଭୋକିଲା ମାନେ ଯେଉଁ ମାନସିକ ବେମାର ଥିବା ଲୋକ ରାସ୍ତା କଡ଼ରେ ବୁଲୁଥିଲେ, କାରଣ ସେ ସମୟରେ ହୋଟେଲ ବନ୍ଦ, ସବୁଆଡ଼େ ହୋଟେଲ ବନ୍ଦ ରହୁଥିଲା କରୋନା ଟାଇମ୍ରେ। ଆମେ ଭାବିଲୁ ଯେ ଆମେ ସକାଳ ସମୟରେ ଆମେ ଟିଫିନ୍ କରିକି ତାଙ୍କୁ ପ୍ରଥମେ ଖାଦ୍ୟ ତାଙ୍କୁ ଦେବା। ଆମେ ରାତି 3ଟାରୁ ଉଠି ଆମେ ଲାଗିଯାଇଥିଲୁ ଟିଫିନ୍ କାର୍ଯ୍ୟରେ ଏବଂ ସକାଳେ ଆମେ ଏଇ 4-5 ଜଣ ପ୍ରଥମେ ମେମ୍ବର ଯେଉଁ ଥିଲୁ ଲୋକଙ୍କୁ ଖାଦ୍ୟ ପରିବେଷଣ କରୁଥିଲୁ। ମାନେ ସେ ସମୟରେ କାହିଁକି ଏତେ ଆଗ୍ରହ ସୃଷ୍ଟି ହେଲା? ସେ ସମୟରେ ଆଗରୁ ଲୋକମାନେ ନିଜ ସ୍ୱାର୍ଥରେ ନିବୃତ୍ତ ମାନେ ପଶି ରହୁଥିଲେ। ଯେଉଁ କରୋନା ସମୟରେ କିଛି ଲୋକକୁ ପରିବର୍ତ୍ତନ କରିଦେଇଥିଲା। ସେତେବେଳେ ନିଜ ଭାଇକୁ ଅନଉନଥିଲେ, ବାପ ପୁଅକୁ ଅନଉନଥିଲା। ସେ ସମୟରେ ମଣିଷ କ'ଣ ସେ ସମୟରେ ଆମକୁ ଜଣାଇ ଦେଇଥିଲା ଏବଂ ଆମ ହୃଦୟରେ ଜାତ ହେଇଥିଲା ସେବା କାର୍ଯ୍ୟ। ତେଣୁକରି ଆମ ସେବା ଷ୍ଟାର୍ଟ। ଯେଉଁ ଆପଣ କହିଲେ ସେ ସମୟର ଭାଇକୁ ଅନଉନଥିଲା, ବାପା ପୁଅକୁ ଅନଉଥିଲା, ମା ପୁଅକୁ ଅନଉଥିଲା, ଯେତେବେଳେ ସେ ସମୟଟା ସେମିତି ଥିଲା, ସେହି ସମୟରେ ଆପଣ କାହିଁକି, ଯେତେବେଳେ ଆପଣ ବି ଚାହିଁପାରିଥିଲେ କି ଆମେ ଯେ କାହାକୁ ଛୁଇଁବାନି କି ଆମକୁ କାହାକୁ କରିବାନି, ସେ ସମୟରେ ଆପଣ କାହିଁକି ସେବା ପ୍ରତି ଏତେ ମନ ବଳେଇଲେ? କ'ଣ କାହା ପାଖରୁ ପ୍ରେରଣା ପାଇଲେ ନା ନିଜ ଗୋଟେ ମନ ଇଚ୍ଛା ବଢ଼େଇଲେ? ଆମେ ଦେଖିଲୁ ଯେ ଯେଉଁ ଭାଇକି ଅନଉନାହାନ୍ତି, ବାପ ପୁଅକୁ ଅନଉନାହାନ୍ତି, ତ ସମସ୍ତେ ନିଜ ଯେତେବେଳେ କରୋନା କେମିତି ବଞ୍ଚିକି ରହିମୁ, ସମସ୍ତେ ନିଜ ସ୍ୱାର୍ଥରେ ରହିଲେ। ସେ ସମୟରେ ଆମେ ବାହାରି ଆସିଲୁ, କାରଣ ମଣିଷ ତ ଦିନେ ନା ଦିନେ ମୃତ୍ୟୁବରଣ କରିବ। ତେଣୁକରି ଆମେ ମରିଯିବୁ ପଛେ କିନ୍ତୁ ଲୋକଙ୍କ ସେବା କରିବୁ। କରୋନା ସମୟରେ ଆମେ ମେଡ଼ିକାଲ ଲୋକଙ୍କୁ ବି ନେଇକି ଯାଇଛୁ, ରାସ୍ତା କଡ଼ରେ ବି ବେମାର ହୋଇଥିବା ପାଗଳା ପାଗଳିକୁ ବି ଆମେ ସେବା କରିଛୁ। ସେ ସମୟରେ ସେବା ଗ୍ରୁପ ଆଜିକି କେତେ ବର୍ଷ ହେଇଗଲାଣି ଆଜ୍ଞା? ଆଜିକୁ 5 ବର୍ଷ ହେଇଗଲାଣି। ଯେ କରୋନା ଟାଇମ୍ରେ ଆମର ଏଇ ସେବା ସଂଗଠନ ଭଦ୍ରକ ସେବା ଗ୍ରୁପ ଆରମ୍ଭ ହେଇଥିଲା 2021 ମସିହାରେ। 23 ମେ 23/5/2021 ଆରମ୍ଭ ହେଇଥିଲା। ଯେଉଁ ସମୟରେ ଆପଣ ଯେତେବେଳେ ଗ୍ରୁପଟି ଆରମ୍ଭ କରିଥିଲେ, ସେ ସମୟରେ ଆପଣ ଏକା ଥିଲେ ନା କେତେ ଜଣ ଆପଣ ସଦସ୍ୟ ଥିଲେ? ନାଇଁ, ମୁଁ ତ ମେମ୍ବର ଅଛି। ଆମ ଗ୍ରୁପରେ ପ୍ରଥମେ ଆରମ୍ଭ କଲୁ ସେତେବେଳେ ଆମର 4-5 ଜଣ ପିଲା, ଗାଁ ପିଲା ଥିଲେ। ସେତେବେଳେ ମନ୍ଦିର ପାଖରେ ଏମିତି ବସିଥିଲୁ। ତ କରୋନା ସମୟରେ ସମସ୍ତେ ମାର୍କେଟ ବି ବନ୍ଦ ରହୁଥିଲା। ତ ସେଇଠୁ ଆମେ ପରସ୍ପର କଥାବାର୍ତ୍ତା ହେଇତେ ତ ଆମେ ତ ଏଇଭଳିଆ ତ ଅସୁବିଧା ହେଉଛୁ, ଦୋକାନ ଥିଲା ସବୁ ବନ୍ଦ ରହୁଛୁ, ଆମେ ତ ନିଜେ କାମଧନ୍ଦା କରିପାରୁନୁ, ଖାଇବା ପାଇଁ ବି ଅସୁବିଧା ହେଉଛୁ। ତେବେ ଯେଉଁମାନେ କିଛି ନାହିଁ, ଦୋକାନ ଟିଲା ନାହିଁ, ଗରିବ ଅସହାୟ ରାସ୍ତା କଡ଼ରେ ଯେଉଁମାନେ ବୁଲୁଥିଲେ ଆଗରୁ, ତ ସେମାନେ କେମିତି ଖାଉଥିବେ, କ'ଣ କାହା ପାଖରୁ ପାଉଥିବେ? ଆଉ ହୋଟେଲ ତ ଆଗରୁ ଖୋଲା ଥିଲା, ଯିଏ ଯାହା ପାଇଲେ ପାଗଳା ଲୋକଙ୍କୁ ଖାଇବାକୁ ଦେଉଥିଲେ। ତ ସେତେବେଳେ ବନ୍ଦ ଥିଲା। ତେଣୁକରି ଆମେ ପ୍ରଥମେ ଭାବିନଥିଲୁ ଯେ ଏଇଭଳିଆ ଗୋଟେ ସଂଗଠନ ଆମେ କରିବୁ, କି ଏତେ ଆସିକି 80 ଜଣ ମେମ୍ବର ଆଜି ବି ହେଲାନି। ଆମେ ସେଇଭଳିଆ ଚିନ୍ତା କରିନଥିଲୁ। ପ୍ରଥମେ ଆମେ ଚିନ୍ତା କରିଥିଲୁ ଲୋକ ଯେମିତି ଭୋକିଲା ପେଟକୁ ଦାନା ଦେବା ପାଇଁ ଆମେ ସେଇଟା ପ୍ରଥମେ ଆରମ୍ଭ କରିଥିଲୁ। ଲୋକ କେମିତି ଖାଇକି ଏ କରୋନା ସମୟରେ ବଞ୍ଚନ୍ତୁ, ସେଇ ମହତ ଉଦ୍ଦେଶ୍ୟ ନେଇକି ଆମେ ପ୍ରଥମେ ଆରମ୍ଭ କରିଥିଲୁ। ତାପରେ ଶେଷରେ ଆସ୍ତେ ଆସ୍ତେ ସେବା ସବୁ ଅଲଗା ସେବା ସବୁ ଆମେ ଆଗକୁ ଆସିଲା। ଆମେ ଲୋକଙ୍କ ଆଗକୁ ଆସିଲୁ ଏବଂ ବିଭିନ୍ନ ନ୍ୟୁଜ୍ ଚ୍ୟାନେଲରେ ବି ଖବର ଆସିଲା, ଯେଉଁ ଗରିବ ଅସହାୟ ଲୋକ ଯେଉଁମାନେ ବେମାର ପଡ଼ୁଛନ୍ତି, ମେଡ଼ିକାଲ ଟ୍ରିଟମେଣ୍ଟ ହେଇପାରୁନାହାନ୍ତି। ତାପରେ ଆମେ ଆଗକୁ ସେବା ମନୋବୃତ୍ତି ଆହୁରି। ପ୍ରଥମେ କହୁଥିଲେ 4-5 ଜଣ ଅଛନ୍ତି, ବର୍ତ୍ତମାନ ସେବା ଗ୍ରୁପରେ କେତେ ଜଣ ସଦସ୍ୟ ଅଛନ୍ତି? ଆଜିକୁ ମାନେ 80 ଜଣ ଆମର ମେମ୍ବର ଅଛନ୍ତି। 80 ଜଣ ଅଛନ୍ତି। ଯେଉଁ ସଦସ୍ୟ ରହିଛନ୍ତି, ନିଆରା, ମୁଁ ଯେଉଁ ପ୍ରଥମେ କହିଥିଲି ନିଆରା, ଆପଣ ସଂଗଠନ ନିଆରା, ଯେଉଁ ସଦସ୍ୟମାନେ ରହିଛନ୍ତି, ସଦସ୍ୟମାନେ ଆପଣ କ'ଣ ବୃତ୍ତି କରନ୍ତି?
ଆପଣ ଜାଣିଥିବେ ଆମର ଯେଉଁ ସଦସ୍ୟମାନେ ଆପଣ ଦେଖୁଥିବେ ବି ବିଭିନ୍ନ ଦୋକାନରେ କଚେରୀ ମାର୍କେଟ ପଳେଇବେ ଆମର ଅଧିକାଂଶ ସଦସ୍ୟମାନେ କଚେରୀ ମାର୍କେଟରେ ଯେଉଁ ଲୁଗା ଦୋକାନ କି କେଉଁ ଜଳିକା ଦୋକାନରେ ଆମର ପିଲା ରହିଛନ୍ତି ତ ସେଇମାନେ ହିଁ ଆମକୁ ନେଇକି ଆମେ ସଂଗଠନ ଆରମ୍ଭ କରିଥିଲୁ। କୌଣସି ଉଚ୍ଚ କୋଟିର ଲୋକ କି ପଇସା ବାଲା ଲୋକ ଆମର ମେମ୍ବର ନାହାନ୍ତି। ଏଇ ଗରିବ ଶ୍ରେଣୀର ଗରିବ ହିଁ ଗରିବର ଦୁଃଖର ବୁଝିପାରେ। ଏଇ ଗରିବ ପିଲାଙ୍କୁ ନେଇକି ଆମେ ସଂଗଠନ ତିଆରି କରିଥିଲୁ। ସେ ନିଜେ ଯେଉଁ ପଇସା ପାଉଛନ୍ତି ତ ସେ କିଛି ପ୍ରତିମାସ ଆମକୁ ସଂଗଠନକୁ ଦେଉଛନ୍ତି, ସେଇ ପଇସାରେ ଲୋକଙ୍କ ସେବାରେ ଲାଗୁଛି। ଆଉ ଗୋଟେ କଥା ରହିଲା, ଆପଣ ଯୋଉ କହିଲେ ଯୋଉ ରହିଛନ୍ତି ଆପଣଙ୍କର ଜଣେ କିଏ ରହିଛନ୍ତି କାଠ ମିସ୍ତ୍ରୀ ରହିଛନ୍ତି, କିଏ ଘରର ରାଜମିସ୍ତ୍ରୀ ରହିଛନ୍ତି, କିଏ ଲୁଗା ଦୋକାନ ରହିଛନ୍ତି, ତା ସଙ୍ଗେ ମହିଳା ବି ଆପଣଙ୍କର ଅନେକ ରହିଛନ୍ତି। ସେ ମହିଳାଙ୍କ ଭିତରେ କିଏ ବିୟୁଟି ପାର୍ଲର ରହିଛନ୍ତି, କିଏ ଟେଲରିଂ ଶିଖେଇଛନ୍ତି, ସେ ତାଙ୍କ ଭିତରେ ସେ ଆଜ୍ଞା କେତେ ଟଙ୍କା ଦରମା ପାଉଥାନ୍ତି? ଶୁଣନ୍ତୁ, ଆପଣ ଜାଣିଥିବେ ଯେ ଗୋଟେ ସଭାପତି କହିଲେ ପ୍ରଥମେ ଜାଣିଥିବେ ଯେ ସଭାପତି କୌଣସି ଗୋଟେ ଉଚ୍ଚ କୋଠରୀ କି ପଇସା ବାଲା ହେଇଥିବେ, କିନ୍ତୁ ଆମର ସଭାପତି ଜଣେ କାଠ ମିସ୍ତ୍ରୀ, ସେ ବଢ଼େଇ କାମ କରନ୍ତି। ସେ ଆମର ସଭାପତି। ତାଙ୍କର ମନ ସେବା ମନୋବୃତ୍ତି ବହୁତ ଭଲ। ଆମ ସେ ସଭାପତି, ଆମେ ତାଙ୍କ ପ୍ରେରଣାରେ ବି ତାଙ୍କ ଏଠାରେ କାମ କରୁଛୁ ତାଙ୍କ ଅଣ୍ଡରରେ। କହିଲେ ସବୁ ମାସ ରହିଛନ୍ତି, ସେମାନେ ନିଜେ ଖୋଲା ହଉଥିବାର ଆପଣଙ୍କୁ ମିଶିଛନ୍ତି ନା ଆପଣ ତାଙ୍କୁ ବାଧ୍ୟ କରିଥିଲେ ଆଜ୍ଞା? ସେ ନିଜେ ଇଚ୍ଛା ଅନୁସାରେ ଆସିକି ଆମ ସଂଗଠନରେ ଫୋନ୍ କରିକି ଆମେ ସେବା କାର୍ଯ୍ୟ କରିବୁ ବୋଲି ସେମାନେ ଆସି ସଂଗଠନରେ ମିଶିଛନ୍ତି ଏବଂ ବହୁତ ସେବା କରୁଛନ୍ତି। ଆପଣ ଜାଣିଥିବେ ଆମର ଯେଉଁ ଜାଁଳା ଭଉଣୀ ଅଛନ୍ତି, ଟ୍ୱିନ୍ସ ସିଷ୍ଟର, ଜଣେ ବିୟୁଟି ପାର୍ଲର, ଜଣେ ଟେଲର, ତାଙ୍କର କାମ କହିଲେ ବହୁତ ଉଚ୍ଚ କୋଟିରେ। ଆମର ଯେତିକି ପୁଅ ପିଲା ଆମର ସଦସ୍ୟମାନେ ଯେତିକି କାମ କରୁନାହାନ୍ତି, ଝିଅ ପିଲାଙ୍କ କାମକୁ ମାନେ ଅତୁଳନୀୟ, ତାଙ୍କ ଆମ ସହିତ ତୁଳନା କରି ହେବନି, କାରଣ ସେମାନେ ବହୁତ ଭଲ କାମ କରୁଛନ୍ତି ସଦସ୍ୟ। ଆଜି ସେଇ ଯେଉଁ ସଦସ୍ୟା ମାନେ ଯେଉଁ ଦୁଇ ଭଉଣୀ ଏବଂ ଆଉ ଅଲଗା ଝିଅ ପିଲା ଅଛନ୍ତି, ସେ ବି ବିୟୁଟି ପାର୍ଲର କି ଟେଲର କାମ କରୁଛନ୍ତି। ତ ସେମାନେ ଆସିକି ନିଜେ କହିଲେ ଆମେ ସେବା କାର୍ଯ୍ୟ କରିମୁ ଏବଂ ସଂଗଠନରେ ମିଶିଲେ ଏବଂ ସେବା କାର୍ଯ୍ୟ ଚାଲୁ କରୁ। ଆପଣ ଯୋଉ କହିଲେନି କି ଯୋଉ ସେମାନେ ଯୋଉ ବିଭିନ୍ନ ଦିନ ମଜୁରିଆ ଭାବେ କାମ କରୁଛନ୍ତି, ସେ କାମ କରିବା ଭିତରେ ପରିବାର ଚଳିଥାନ୍ତି କି ବି ଆମେ ଯଦି କହିବା ଦିନ ମଜୁରିଆ ମାନେ ମାସକୁ 8ରୁ 9,000 ଭିତରେ ସେମାନେ ଦରମା ପାଇଥାନ୍ତି। ଆପଣ ଯୋଉ ସଂଗଠନ ବିଭିନ୍ନ ଗରିବ ଅସହାୟ ଲୋକଙ୍କୁ ଆପଣ ସାହାଯ୍ୟ କରୁଛନ୍ତି, ସେ ସାହାଯ୍ୟ ଭିତରେ ଆପଣ ପଇସା କୋଉଠି କିଛି କାହାକୁ ଦ୍ଵାରା ଆପଣ ପାଇଥାନ୍ତି, ନିଜ ସଂଗଠନ ଦ୍ୱାରା କେମିତି କଣ ଯୋଗାଡ଼ କରିଥାନ୍ତି ଆଜ୍ଞା ସେ ପଇସା? ଦେଖନ୍ତୁ, ଯେଉଁ ଲୋକମାନେ ତାଙ୍କର ଆଶା ଥାଏ ଉଚ୍ଚ କୋଟିରେ ହେବା ପାଇଁ କି ବିଲ୍ଡିଂ କରିବା ପାଇଁ, ବଡ଼ ବଡ଼ ବିଲ୍ଡିଂ ଜାଗା କିଣିବା ପାଇଁ, ଆମର ସେ ମେମ୍ବରମାନଙ୍କର ସେଭଳିଆ ଆଶା ନାହିଁ ଯେ ଆମେ 3 ତାଲା କରିବା କି ବଡ଼ ବଡ଼ ଜାଗା କିଣିବା। ତେଣୁକରି ତାଙ୍କୁ ଏତେ ଉଚ୍ଚ କୋଟିରେ ଆଶା ନାହିଁ। ସେତିକି ଆଶା ଅଛି ଆମେ ଯେତିକି ଇନକମ୍ କରିବା ନିଜ ପରିବାର ଭରଣ ପୋଷଣ କରିବା ସହିତ କିଛି ଲୋକଙ୍କ ସେଇ ପଇସା କିଛି ଲୋକଙ୍କ ସେବାରେ ଲାଗିବା, ଯାହାଫଳରେ ଭଗବାନ ସନ୍ତୁଷ୍ଟ ହେବେ। ଯାହାକୁ ଆମେ ଭଗବାନ କହିବେ ତ ଯାହା ସମାଜରେ ଛାଡ଼ିଥିଲୁ, କିଛି ତ ସେ ସମାଜରେ ସେବା କରିକି ଆସିଛନ୍ତି। ଆମେ ଚାହୁଁନା ଯେ ଏଇ ଯେ ଆମେ ଫଳ ଭୋଗିବୁ, କିନ୍ତୁ ଉପରକୁ ଗଲେ ନିଶ୍ଚିତ ଯେମିତି ଗୋଟେ ମାଲିକ ପାଖରେ ଯେମିତି ଚାକର ପରିଶ୍ରମ କଲା ପରେ ଯେମିତି ପଇସା ପାଏ, ସେଭଳିଆ ଭଗବାନ ହେଲା ଆମର ମାଲିକ। ଆମେ ଏଇ ସମାଜରେ କାମ କରୁଛୁ। ଯେମିତି ମାଲିକର ଘର ତିଆରି କରିବା ପାଇଁ ଯେମିତି ଶ୍ରମିକ ଲଗାଇଥାଏ, ସେଭଳିଆ ସମାଜର ଭଲ ସେବା କରିବା ପାଇଁ ଆମକୁ ସମାଜରେ ଛାଡ଼ିଛନ୍ତି। ଆମେ ଏଇ ସମାଜର ମଙ୍ଗଳ କରୁଛୁ। ଆପଣ ଏଇଠି ଯେଉଁ ଶ୍ରମିକମାନେ ଏଇଠି ମଜୁରୀ ପାଆନ୍ତି, କିନ୍ତୁ ଆମେ ମଜୁରୀ ନିଶ୍ଚିତ ଉପରକୁ ଗଲେ ପାଇବୁ। ଆପଣ ଯୋଉ କହିଲେ ଆପଣଙ୍କ ଏଟା ହଉଛି ଆପଣଙ୍କ ନିଶ୍ଚିତ ଗୋଟେ ଖୋଲା ଉଦ୍ୟୋଗ ନା, ସେ ଖୋଲା ଉଦ୍ୟୋଗରେ ନିଜ ହାତରୁ ପଇସା ଦେଇକି ଆପଣ ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି। ଏଟା ମଧ୍ୟ ଲାଗୁଛି ଆମ ପଡକାଷ୍ଟ ଆପଣ ଆଜି ଯୋଉ ନିଆରା ଅତିଦିନ ପୂର୍ବରୁ କହିଥିଲେ, ଆପଣଙ୍କୁ ମଧ୍ୟ ବହୁତ ଖୁସି ଲାଗୁଛି ଯେ ଆଉ ଗୋଟେ ଜିନିଷ ଆମେ ଯଦି ଦେଖିବା ଯେ ପରିଶ୍ରମ ଅନେକ କରୁଥାନ୍ତି, ପାରିଶ୍ରମିକ ଲୋକମାନେ ବହୁତ ଆପଣଙ୍କ ଯୋଉ ଦିନ ମଜୁରିଆ ପରିଶ୍ରମ କରୁଥାନ୍ତି, ତା ଭିତରେ ଆସିକି ଲୋକମାନଙ୍କ ସେବା କେମିତି କଣ ଆଜ୍ଞା କରିଥାନ୍ତି? ଶୁଣନ୍ତୁ, ପ୍ରଥମେ ହେଲା କଥା, ମଣିଷ ପଇସା ବଡ଼ ଠାରୁ ମଣିଷ ମେନ୍ ପାୱାର ସେଇଟା ହେଲା ବଡ଼। ଆମର ସବୁଠୁ ବଡ଼ କଥା ହେଲା ଯେ ଆମ ସଂଗଠନରେ ମାନେ ଝାଡ଼ୁ ମାରିବା ପାଖରୁ ପୁରା ବିଲ୍ଡିଂ ପୁରା ରଙ୍ଗ ଦେବା ଯାଏ ପର୍ଯ୍ୟନ୍ତ ଆମର ସଂଗଠନରେ ସବୁ ରକମର ପିଲା ଅଛନ୍ତି। ତେଣୁକରି ଯେଉଁଠି ଯାହା କାମ ପଡ଼େ, ଏମିତି ଯେ ଗୋଟେ ଚଣ୍ଡିଖୋଲରେ ଜଣଙ୍କ ଘର କାମ କରିବାକୁ ପଡ଼ିଲା, ତ ତା'ର ଅଧା ଘର ହେଇଥିଲା। ସେ ସମୟରେ ଆମର ରାଜମିସ୍ତ୍ରୀ, ଆମ ସଂଗଠନରେ ରାଜମିସ୍ତ୍ରୀ ବି ଅଛନ୍ତି ପିଲା, ତାଙ୍କର ଯାଇକି ଘର ପ୍ରଥମେ ତିଆରି କରିଥିଲେ। ତାପରେ ଆଜବେଷ୍ଟ ମିସ୍ତ୍ରୀ ଅଛନ୍ତି, ଆଜବେଷ୍ଟ କାମ କରିଥିଲେ, ଯାହାଫଳରେ ପଇସା ଆମ ପାଖରେ କମ୍ ଖର୍ଚ୍ଚ ହୁଏ। ଆଉ ମେନ୍ ପାୱାର ଅଛି, ଲୋକଙ୍କ ଯେଉଁ ଆମର ମେମ୍ବରମାନେ ଅଛନ୍ତି ସେମାନେ କାମ କରି ପକାନ୍ତି, ତ ସେ ଜାଗାରେ ଆମର ପଇସା କମ୍ ଖର୍ଚ୍ଚ ହୁଏ। ନିଜେ ପରିଶ୍ରମ କରିକି ଲୋକମାନଙ୍କୁ ସାହାଯ୍ୟ କରିଥାନ୍ତି, ସେ କେତେ ପଇସା ପାଇଥାନ୍ତି?
ସେ ପଇସା ଭିତରେ ନିଜ ପରିବାରକୁ କେମିତି ଚଳେଇଥାନ୍ତେ ଆଜ୍ଞା? ଦେଖନ୍ତୁ ଆମର ପରିବାର ଚଳେଇବା ତା ସାଙ୍ଗରେ ଗରିବ ଅସହାୟ ଲୋକମାନଙ୍କୁ ସାହାଯ୍ୟ କରିବା, ତାହେଲେ କେମିତି କଣ କରିଥାନ୍ତି? ପରିବାରଟାକୁ କେମିତି ଚଳେଇଥାନ୍ତି? ସବୁଠୁ ବଡ଼ କଥା ହେଲା ଆଡ଼ଜଷ୍ଟ ହିଁ ସବୁଠୁ ବଡ଼ କଥା। ତ ଲୋକମାନେ ବି ଲକ୍ଷେ 2 ଲକ୍ଷ ଯେତିକି ଇନକମ୍ କରନ୍ତି ତାଠାରୁ ଅଧିକ ଆଶା ରଖନ୍ତି। ଆମର ପିଲାମାନେ ଯେତିକି ଇନକମ୍ କରନ୍ତି ସେତିକିରେ ଆଶା ରଖନ୍ତି। ତ ତେଣୁକରି ସେ ଯେତିକି ଇନକମ୍ କରନ୍ତି ତା ନିଜ ପରିବାର ଭରଣ ପୋଷଣ କରିବା ସହିତ ସେ ସଂଗଠନକୁ କିଛି କିଛି ଆର୍ଥିକ ସାହାଯ୍ୟ କରନ୍ତି। ସେଇ ଟଙ୍କାରେ ହିଁ ଲୋକଙ୍କ ଗରିବ ଲୋକ ଅସହାୟ ଲୋକ ସେବା କାର୍ଯ୍ୟ ହୁଏ। ତା ଭିତରେ ଆଉ ଗୋଟେ କଥା ଦେଖିବା, ଏଇ କେତେ ଟଙ୍କା ପାଇବା ଭିତରେ ପରିବାର ଚଳେଇବା ପାଇଁ ନିହାତି ଅସୁବିଧା ହଉଥିବ। ଅସୁବିଧା ହୁଏ ତ, କିନ୍ତୁ ସେ ଅସୁବିଧା ଭିତରେ ଖୁସି ଲାଗେ। ଯେତିକି ପଇସା ଅଲଗା ଜାଗାରେ ଖର୍ଚ୍ଚ କରୁଥିବେ ଲୋକମାନେ, ମାନେ ଯେଉଁ ନିଜ ବାହାଘରର ମାନେ ପ୍ରବଳ ଟଙ୍କା ଖର୍ଚ୍ଚ କରୁଥିବେ, ତାଠାରୁ ଖୁସି ହେଲା ଜଣେ ଗରିବ ଅସହାୟ ଲୋକ ମୁହଁରେ ଦାନା ମୁଠେ ଦେବା, ତାଠାରୁ ବହୁତ ଖୁସି ଲାଗେ। ଯେତେବେଳେ ଆଉ ଗୋଟେ କଥା ଦେଖିବା, ଲୋକମାନେ ଘରକୁ ଯୋଉ ପରିବାର ଲୋକମାନେ ସେମାନେ କେବେ ଅଶାନ୍ତି ହୁଅନ୍ତିନି କି କାହିଁକି ତୁ ସମାଜ ସେବା କରୁଛ, ଆମ ଚଳିବାରେ କଷ୍ଟ ହଉଛି, ଏମିତି ପରିବାର ଲୋକ କେବେ କୁହନ୍ତିନି? ନାଇଁ ନା ସେଭଳିଆ କିଛି ସମାଜରେ ସେବା କରିବା ପାଇଁ କାହିଁକି ଘରେ ଅମଙ୍ଗଳ ହେବେ? ଘରେ ତ ଆହୁରି ଖୁସି ହୁଅନ୍ତି, ଯାହା ହଉ ଆମ ପୁଅ ଜନ୍ମ କରିଛି କି ଝିଅ ଜନ୍ମ କରିଛି, ସେମାନେ ସମାଜରେ କାମରେ ଆସିପାରୁଛନ୍ତି, ସେଇଟା ହେଲା ବଡ କଥା। ଆଉ ଗୋଟେ କଥା, ଆମେ ଯଦି ଦେଖିବା ପରିବାର ଲୋକ ସମସ୍ତେ ସପୋର୍ଟ କରିଥାନ୍ତି, ଭଦ୍ରକ ସେବା ଗ୍ରୁପ ବାରମ୍ବାର ମତେ ବି କଲ୍ କରିଥାନ୍ତି, ନ୍ୟୁଜ୍ଟା ହେଇଗଲେ ଭାଇ ଆଉ ସେ ଯାହା ଠିକଣାଟା ଦିଅନ୍ତୁ ଆମେ ଯିବୁ। ଆଉ ଅନେକ ସମୟରେ ମୁଁ ଭଦ୍ରକ ସେବା ଗ୍ରୁପ ନ୍ୟୁଜ୍ କରିବା ପାଇଁ ରାଜି ହୁଅନ୍ତି, କାହିଁକି ଆଜ୍ଞା? ଦେଖନ୍ତୁ ଗୋଟେ ଯୋଉ କୁହନ୍ତି ଦେଇକି ଦେଖେଇ ହବାଟା ଜରୁରୀ, ସେଇଟାକୁ ଚାହାନ୍ତିନି ନା କଣ ପାଇଁ? ଅନେକ ସମୟରେ ଆମେ ଦେଖିଛୁ ନ୍ୟୁଜ୍ କରିବା ପାଇଁ ରାଜି ହୁଅନ୍ତିନି। ଆମେ ପ୍ରଥମେ ଖୋଜିଥାଉ ଗୋଟେ ଗରିବ ଅସହାୟ ଲୋକଙ୍କର ତାଙ୍କର ନ୍ୟୁଜ ବାହାରିଲେ ଆମେ ତାଙ୍କୁ ସେବା କରିବୁ, କିନ୍ତୁ ତାପରେ ଯୋଉ ନ୍ୟୁଜ ଟା ଆମେ କରିବା ପାଇଁ ଚାହୁଁନାହୁଁ। ଆମେ ଯୋଉ ସାମ୍ବାଦିକ କରିଥାନ୍ତି ଭିଡିଓ, ଆମେ ତାଙ୍କୁ ବାରମ୍ବାର ଫୋନ କରିଥାଉ କି କୋଉ ଜାଗାରେ ହେଇଛି ଏଭଳିଆ ଯୋଉ ଅସହାୟ ଲୋକଙ୍କର ମେଡିକାଲ କେୟାର ହେଲ୍ପ ପାଇଁ, ଆମେ ତାଙ୍କୁ ଯାଇକି ସେଇ ଜାଗାରେ ଆମେ ପହଞ୍ଚୁ ଏବଂ ତାଙ୍କୁ ଆର୍ଥିକ ସହାୟତା କରୁ। ବର୍ତ୍ତମାନ ତ ସମସ୍ତଙ୍କର ଆୟୁଷ୍ମାନ କାର୍ଡ କି ଅଲଗା କାର୍ଡ ଯେ ହେଇଗଲାନି, କିନ୍ତୁ ସେ ଗରିବ ଲୋକ ମେଡିକାଲ ପର୍ଯ୍ୟନ୍ତ ଯିବା ପାଇଁ ଗାଡି ତାଙ୍କ ପାଖରେ ପଇସା ନାହିଁ ଯେ ଗାଡି ଭଡା କରିକି ଯିବେ ସେଠି, ଖାଇବା ପାଇଁ ବି ତାଙ୍କ ପାଖରେ ପଇସା ନାହିଁ, ତ ଆମେ କିଛି ଆର୍ଥିକ ସହାୟତା କରୁ, ତ ସେମାନେ ଟ୍ରିଟମେଣ୍ଟ ହେଇପାରନ୍ତି ଯାଇକି। ଆପଣ ସେବା କରୁଛନ୍ତି, ଅନେକ ଦିନ ହେଲା ଦୀର୍ଘ ଦିନ ହେଲା ସେବା କରି ଆସୁଛନ୍ତି, ସେ ସେବା ଭିତରେ ଆପଣଙ୍କର ଏମିତି ଏକ ଅକୁହା ଦୃଶ୍ୟ କି ଅକୁହା କାହାଣୀ ଅଛି ଯାହା ଏପର୍ଯ୍ୟନ୍ତ ଆପଣଙ୍କ ମନରୁ ଲିଭିନି? ଦେଖନ୍ତୁ, ଆମର 12ଟା ପ୍ରୋଜେକ୍ଟରେ ଆମର କାମ ହୁଏ। ଗୋଟେ ହେଲା ଶାନ୍ତି ଅନ୍ନମ, ପ୍ରତିଦିନ ଆମ ଗରିବ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କରାଯାଏ ଗୋଟେରୁ 1:30 ଭିତରେ। ଗରିବ ଲୋକଙ୍କୁ, ଅସହାୟ ଲୋକଙ୍କୁ, ଦିବ୍ୟାଙ୍ଗ ଲୋକଙ୍କୁ, ମାନସିକ ବେମାର ଥିବା ଲୋକଙ୍କୁ, ଆପଣ ଆମ ଫେସବୁକ୍ ପେଜରେ ଦେଖିଥିବେ, ଆମେ ପ୍ରତିଦିନ ଖାଇବାକୁ ଦିଆହେଉଛି। ଆଜିକୁ 265 ଦିନ ହେଇଗଲାଣି ସେଟା ଖାଇବା ପାଇଁ ଦିଆହେଉଛି। ଏବଂ ଗୋଟେ ଅପରେସନ ମୁକ୍ତି କାର୍ଯ୍ୟକ୍ରମ ହୁଏ, ଯେଉଁ ମାନସିକ ଭାରସାମ୍ୟ ହରାଇଥିବା ଲୋକମାନେ, ଯେଉଁମାନେ ରାସ୍ତା କଡ଼ରେ ବୁଲନ୍ତି, ତାଙ୍କର ଦେଖିଥିବେ ଯେଉଁ ଆମେ ସାଧାରଣ ଗୋଟେ ମାସେ କି 15 ଦିନ ଆମେ ଦାଢ଼ି ନ କାଟିଲେ କି 2 ଦିନ 3 ଦିନ ଡ୍ରେସ୍ ସଫା ନ କଲେ ଆମକୁ କେଉଁଭଳିଆ ଗୋଟେ ଲାଗେ, ଗୋଟେ ଭାବନା ଲାଗେ। ତେଣୁକରି ସେମାନେ ଭାବନ୍ତୁ 6 ମାସ 7 ମାସ ବର୍ଷ ଧରିକି ସେଇ ପ୍ୟାଣ୍ଟ ସାର୍ଟ ପିନ୍ଧିଥିବେ, ଗାଧୋଇ ନଥିବେ, ତାଙ୍କୁ କେଉଁଭଳିଆ ସେ ଲାଗୁଥିବ। ଏମିତି ଆମେ ଯେଉଁ ପାଗଳା ଲୋକଙ୍କୁ ଗୋଟେ ଭାବିନୁ ଯେ ମାନସିକ ଭାରସାମ୍ୟ ରହିଥିବା ଲୋକଙ୍କୁ ତାଙ୍କୁ ସେବା କରିବା, ଗାଧୋଇ ପରିଷ୍କାର ପରିଚ୍ଛନ୍ନ କରିବା, ଯାହାଫଳରେ ତାଙ୍କ ଭିଡ଼ିଓ ଆମେ ଛାଡ଼ିମୁ ଏବଂ ଘରେ ତାଙ୍କ ଘର ଲୋକ ସେମାନେ ଜାଣିପାରିବେ ଏବଂ ଯେଉଁ ପାଗଳା ଲୋକ, ଯେଉଁ ମାନସିକ ଭାରସାମ୍ୟ ରହିଥିବା ଲୋକ, ସେ ଘରେ ପହଞ୍ଚି ପାରିବେ। ଆମେ ୟା ଭିତରେ ବହୁତ ଲୋକ ବି ତାଙ୍କ ଘରକୁ ସେ ଫେରି ଯାଇଛନ୍ତି, ମାନସିକ ଭାରସାମ୍ୟ ହରାଇଥିବା ଲୋକ। ଏବଂ ତା ଭିତରେ ଆପଣ ଜାଣିଥିବେ ଗୋଟେ ଚରମ୍ପା ବ୍ରିଜ୍ ତଳେ ଜଣେ ମାଉସୀ ମାନେ ଉଲଗ୍ନ ଅବସ୍ଥାରେ ପ୍ରାୟ ସମୟରେ ପଡ଼ିକି ରହିଥାଏ। ଦେଖିକି ସମସ୍ତେ ଯାଆନ୍ତି, ଦୁଃଖ ବି ଲାଗେ ବହୁତ। ଆମକୁ ବି ବହୁତ ଦୁଃଖ ଲାଗୁଥିଲା ସେ ସମୟରେ। ଆମେ ବି ତାଙ୍କୁ ସେବା କାର୍ଯ୍ୟ କରିବା ପାଇଁ ବି ମନ କଲୁ ଏବଂ ପ୍ରତିଦିନ ବି ତାଙ୍କୁ ଖାଇବା ପାଇଁ ଦିଆହେଉଥିଲା। ଆଉ ଏମିତି ଦିନେ ଥରେ ହେଇଛି, ସେ ରାସ୍ତାରେ ଶୋଇଥିବା ସମୟରେ ତାଙ୍କୁ ଗୋଟେ ମିନି ଟ୍ରକ୍ ହାତ ଉପରେ ଚଢ଼ିକି ପଳାଇଥିଲା। ସେ ସମୟରେ ବର୍ଷା ହେଉଥାଏ, ତା ଗୋଟେ ଦିନ ପରେ ବର୍ଷା ହେଉଥାଏ। ସେ ଲୋକାଲ ଲୋକ ତାଙ୍କୁ ବ୍ୟାଣ୍ଡେଜ୍ କରିଦେଇଥିଲେ, ହାତ ଉପରେ ଯେହେତୁ ଚଢ଼ିକି ପଳାଇଥିଲା। ସେ ଯେଉଁ ସ୍ତ୍ରୀ ଲୋକ, ଯେଉଁ ପାଗଳି ଯେଉଁ ସ୍ତ୍ରୀ ଲୋକ, ସିଏ ଗୁରୁନି ଯାଏ, ଠିଆ ହେଇପାରେ ନାହିଁ। ତ ସେ ବର୍ଷା ହେଲା ପରେ ସେଇ ବର୍ଷାରେ ସିଏ ମାଡ଼ ଖାଇଯାଏ ବର୍ଷାରେ, ଯାହାଫଳରେ ତାଙ୍କୁ ଯେଉଁ ବ୍ୟାଣ୍ଡେଜ୍ କରିଦେଇଥିଲେ ପାଖ ଲୋକ, ତ ସିଏ ବର୍ଷା ପାଣି ଖାଇସାରିଲା ପରେ ତା ଭିତରେ ଇନଫେକ୍ସନ୍ ହେଇଯାଇଥିଲା। ଆମେ ଦେଖିଲୁ, ପ୍ରଥମେ ଆମେ ତ ସେ ଇନଫେକ୍ସନ୍ କଥା ଜାଣିନଥିଲୁ। ତ ଆମେ ଦେଖିଲୁ ଏ ଯେଉଁ ପାଗଳି ଲୋକ ବହୁତ କଷ୍ଟରେ ହାତକୁ ଟେକିକା ଗୁରୁଣ୍ଡିକି ଯାଏ।
ତ ଆମେ ଭାବିଲୁ ଯେ ତାଙ୍କୁ ସେବା ଦେବୁ ତାଙ୍କୁ ଆମର ଯେଉଁ ଗୋଟେ ଅଛି ଷ୍ଟାଣ୍ଡ ଅଛି ଗୋଟେ ଘର ଟାଇପ୍ରେ ଆମେ ତାକୁ ଆମ ଲେଡ଼ିଜ୍ ପିଲା ଆସିବେ ତାଙ୍କ ପାଇଁ ତାଙ୍କୁ ଗାଧେଇ ଦେବୁ ପରିଷ୍କାର ପରିଚ୍ଛନ୍ନ କରିଦେବୁ ଏହା ଭାବିକି ଆମେ ଏବଂ ତାଙ୍କୁ ମେଡ଼ିକାଲ ନେଇକି ଦେଖିବୁ ତାଙ୍କର ଫଟୋ ଉଠେଇବୁ ଉଠେଇ ସାରିଲା ପରେ ଯଦି ଭାଙ୍ଗି ଯାଇଥିବ ତାଙ୍କ ହାତ ତାହେଲେ ଆମେ ତାଙ୍କୁ ବ୍ୟାଣ୍ଡେଜ୍ କରେଇଦେବୁ ମେଡ଼ିକାଲରେ ନେଇକି ଆମେ ପ୍ଲାନିଂ କଲୁ ତ ଆମର ସେ ଯେଉଁମାନେ ଯେଉଁ ଅପରେସନ୍ ମୁକ୍ତି କାର୍ଯ୍ୟକ୍ରମରେ ଯେଉଁ ଅଛନ୍ତି ଯେଉଁ ଝିଅ ପିଲାମାନେ ତ ଲେଡ଼ିଜ୍କୁ ଗାଧୋଇବା ପାଇଁ ଲେଡ଼ିଜ୍ ନିଶ୍ଚିତ ରହିବେ ତ ତାଙ୍କୁ ନେଇକି ଆସିକି ଆମେ ଯେତେବେଳେ ପରିଷ୍କାର ପରିଚ୍ଛନ୍ନ କଲା ପରେ ଗାଧୋଇ ସାରିଲା ପରେ ତ ଆମେ ଦେଖିଲୁ ଯେତେବେଳେ ବ୍ୟାଣ୍ଡେଜ୍ଟା କାଢ଼ିଦେଲୁ ତାଙ୍କ ହାତର ପୁରା ଏକଦମ ସାଲୁବାଲୁ ହେଇକି ପୁରା ପୋକ ବାହାରୁଥାଏ ଆମେ ସେ ଦେଖିକି ଆମେ ଆଶ୍ଚର୍ଯ୍ୟ ହେଇଗଲୁ ମାନେ ହାତକୁ ଟେକିକି ରଖିଥାଏ ମାନେ କାଢ଼ିଦେଲା ପରେ ସେ ପୁରା ଏକଦମ ପୋକ ସାଲୁବାଲୁ ହେଇକି ବାହାରି ଆସୁଥାଏ ଆଉ ବହୁତ ଆଉ କିଛି ଦିନ ରହିଥିଲେ ବୋଧେ ସେ ପଡ଼ିକି ସେଇଠି ମୃତ୍ୟୁବରଣ କରିଥାନ୍ତା ଆମେ ଦେଖିଲା ପରେ ଆମେ ସାଥେ ଆମେ ତାଙ୍କୁ ଟେମ୍ପୋରେ ଆମେ ଭାବିଥିଲୁ ଯେ ପାଗଳି ଲୋକ ଆମେ ତାଙ୍କୁ ନେଇପାରିବୁନୁ ସେ ଚିଲେଇବ ବହୁତ ସେ କିନ୍ତୁ ଏତେ କଷ୍ଟ ତାକୁ ହେଉଥାଏ ତ ସେ ଆଉ ଆମ କାର୍ଯ୍ୟ ଦେଖିକି ସେ ଆଉ ଚୁପଚାପ ରହିଲେ କେମିତି ସେ ମୋତେ ସେବା ସେ କେମିତି ଡାକୁଛି ମୋତେ କିଛି ସେବା ଦିଅ ମୋତେ ଭଲ ମେଡ଼ିକାଲକୁ ନେଇକି ଭଲ କରିଦିଅ ଆପଣଙ୍କୁ କାନ୍ଦ ଲାଗିବ ସେ ସମୟରେ ଆମର ଝିଅ ପିଲାମାନେ ଦେଖିଲା ପରେ ମାନେ ସେ ଝିଅ ପିଲାମାନେ ଏତେ ସାହସ ତାଙ୍କର ମାନେ ଧନ୍ୟବାଦ ଦେବି ଆମର ଯେ ଝିଅ ପିଲା ଯେଉଁ ମେମ୍ବର ଅଛନ୍ତି ତାଙ୍କୁ ଆମେ ଟେମ୍ପୋରେ ନେଇକି ଯାଇଥିଲୁ ମେଡ଼ିକାଲରେ ନେଲା ପରେ ତାଙ୍କୁ ପୁରା ବ୍ୟାଣ୍ଡେଜ୍ କାଟି ଦେଇଥିଲୁ ପୁରା ସାଲୁବାଲୁ ହେଇକି ପୁରା ପୋକ ବାହାରି ଆସିଲା ତାକୁ ଆମେ ତୁରନ୍ତ ତାଙ୍କୁ କଟକ ରେଫର୍ କରିଥିଲୁ କଟକ ରେଫର୍ କଲା ପରେ ସେଠି ଅନନୁଆଡ଼ା ଅଛି ଯାହାର କେହି ନାହାନ୍ତି ନିରାଶ୍ରୟ ସେଠି ସେ ଟ୍ରିଟମେଣ୍ଟ ହେଇଥିଲେ ଆମେ ତାଙ୍କୁ ଯାଇକି ବି ଦେଖା କରିଥିଲୁ ଅଗଷ୍ଟ 15ରେ ଯାଇ ଦେଖା କରିଥିଲୁ ବହୁତ ଭଲରେ ଅଛନ୍ତି ବର୍ତ୍ତମାନ ତାଙ୍କ ହାତ ପୁରା ଯେଉଁ ଖଣ୍ଡିଆ ପୁରା ଫାଳ କଟି ଯାଇଥିଲା ଏକଦମ ପୋକ ବାହାରୁଥିଲା ପୁରା ବହୁତ ଭଲରେ ଅଛନ୍ତି ସେ ବି ଆଶ୍ରମରେ ତାଙ୍କୁ ବି ଛଡ଼ା ହେଇଛି ତାକୁ ଏଇ ଦେଖିକି ଆମକୁ ଆତ୍ମା ବହୁତ ସନ୍ତୁଷ୍ଟ ହେଲା ଯାଉ ଏଭଳିଆ ଆମେ କାର୍ଯ୍ୟ ଆମେ କରିପାରିଛୁ ଭଗବାନ ଆମକୁ ସାହସ ଦେଇଛନ୍ତି ଆମ ମାଧ୍ୟମରେ ଏଇଟା କରିଛନ୍ତି ଏଇ ବହୁତ ଖୁସି ଲାଗିଲା ଯାହା ହଉ ଏଇଟା ଆପଣଙ୍କ ମନରେ ଗୋଟେ ସ୍ମୃତି ହେଇ ରହିଛି କିନ୍ତୁ ମୁଁ ଯଦି ଦେଖିବି ଆପଣଙ୍କ କହିବା ଭିତରେ ଆପଣଙ୍କ ଆଖି ଛଳ ଛଳ ହେଇଯାଇଥିଲା ଏଇଟା ନିହାତି ଆପଣଙ୍କର ଗୋଟେ ଏକ ସ୍ମୃତି ହେଇ ରହିଯାଇଛି ଏବେ ମାଉସୀ କୋଉଠି ଅଛନ୍ତି? ଏବେ ବର୍ତ୍ତମାନ କଟକରେ ଆଶ୍ରମ ଆମେ ଯେତେବେଳେ ଯାଇଥିଲୁ ସେ ମେଡ଼ିକାଲ ନିରାଶ୍ରୟ ମେଡ଼ିକାଲ ଥିଲେ ଆମକୁ ଦେଖିକି ସେ ବି ମାନସିକରୁ ବହୁତ ଭଲ ହେଇଥିଲେ ମୋତେ ଦେଖିକି ହସିଦେଲେ ଆଉ ଖୁସି ହେଇକି ମାନେ ଗୁରୁଣ୍ଡି ପଳେଇ ଆସିଲେ ସେତିକି ମୋତେ ମୋ ଆତ୍ମାକୁ ହୃଦୟକୁ ପୁରା ଛୁଇଁଗଲା ଯାହା ହଉ ଆମେ ଯେଉଁ କାମ କରିଥିଲୁ ତା ଆମକୁ ନିଶ୍ଚିତ ସଫଳ ହେଲା ଆଉ ଅବଶ୍ୟ କିଛି ଦିନ ସେ ପଡ଼ିକି ଯଦି ରହିଥାନ୍ତେ ନିଶ୍ଚିତ ସେ ମୃତ୍ୟୁବରଣ କରିଥାନ୍ତେ ଯାହା ହଉ ଆମେ ସେଇଟା ସଫଳ ଖୁସି ଲାଗିଲା ଆପଣଙ୍କ ଗ୍ରୁପରେ ଅନେକ ମହିଳା ଅଛନ୍ତି ମହିଳାମାନେ ମଧ୍ୟ ଶବଦାହ କରୁଛନ୍ତି ହଁ ନିଶ୍ଚିତ କଥା ଆପଣ ଠିକ୍ ଦେଖିଛନ୍ତି ଆମେ ଯେଉଁ ବୃଦ୍ଧାଶ୍ରମ ଅଛି ରମା ସେବା ଆଶ୍ରମ ଅଛି ଆମକୁ ସେ ଯେଉଁ ବିଭିନ୍ନ ସମୟରେ ଆମକୁ ସେ ବୃଦ୍ଧାଶ୍ରମରୁ ଡାକନ୍ତି ବି ଏମିତି ବି ତାଙ୍କର ଯେଉଁ ଜଣେ ମାଉସୀ ଜଣେ ଡେଥ୍ ହେଇଗଲା ପରେ ତାଙ୍କର ପୁଅ ଆସିକି ନେଲେ ନାହିଁ ଆମକୁ ତୁରନ୍ତ ଫୋନ୍ ଆସିଲା ପରେ ଆମେ ଯାଇକି ପହଞ୍ଚିଥିଲୁ ଏବଂ ଆମ ସବୁଠୁ ବଡ଼ କଥା ହେଲା ଆମେ ତାଙ୍କୁ ସ୍ୱର୍ଗଦ୍ୱାର ନେଇକି ଯାଇଥିଲୁ ଆମର ଝିଅ ପିଲା ହିଁ ତାଙ୍କୁ ଶବଦାହ କରିଥିଲେ ଆପଣ ଫେସବୁକ୍ରେ ଦେଖିପାରିବେ ଆମେ ତାଙ୍କୁ ନେଇକି ଶବଦାହ କରିଥିଲୁ ଝିଅ ପିଲା ଗୋଟେ ଜାଗାରେ ସ୍ୱର୍ଗଦ୍ୱାରରେ କରିଥିଲୁ ଆଉ ଗୋଟେ ଯାଜପୁରରେ କରିଥିଲୁ ଝିଅ ପିଲା ହିଁ ପୋଡ଼ିଥିଲେ ଆପଣଙ୍କର ଯେଉଁ ମହିଳାମାନେ ଅଛନ୍ତି କି ଯେଉଁ ଲେଡ଼ିଜ୍ କେତେ ଜଣ ମହିଳା ଅଛନ୍ତି ବିବାହିତ ବି ଅଛନ୍ତି ଅବିବାହିତ ବି ଅଛନ୍ତି ସେମାନେ ଯେଉଁ ଟେଲର କାମ କରୁଛନ୍ତି କିମ୍ବା ବିୟୁଟି ପାର୍ଲର କାମ କରୁଛନ୍ତି ସେମାନେ ଆଣିକି ନିଜ ଖର୍ଚ୍ଚ ଏବଂ ପରିବାର ଖର୍ଚ୍ଚ ତା ଦ୍ୱାରା ସମାଜ ସେବା ସେମାନେ କେବେ ବିରକ୍ତ ହେଇନାହାନ୍ତି ନା ସେ କେବେ ବିରକ୍ତ ଅନୁଭବ କରିନାହାନ୍ତି ଆହୁରି ସେମାନେ ଖୋଜନ୍ତି କେଉଁଠି ଭାଇ ଆମେ ଯେ କି କାକା ଆମେ ଯିବୁ ସେବା କରିତେ ଆଉ କେଉଁଠି କୁହନ୍ତୁ ସେ ନିଜେ ବନ୍ଦ କରିକି ଯେତେବେଳେ ଆମେ ପ୍ରୋଗ୍ରାମ ହୁଏ ସେ ନିଜ କାର୍ଯ୍ୟରୁ ବନ୍ଦ ହେଇକି ସେ ସେବା କରତେ ଯାଆନ୍ତି ସେ ନିଜ ତରଫରୁ ଆସନ୍ତି ସ୍ୱଇଚ୍ଛାରେ ଆସନ୍ତି ସେବା କାମ କରିବା ପାଇଁ ଯେମିତି ପରିବାର ପୋଷିବା ଗୋଟେ କାମ ଗୋଟେ ସମାଜରେ ସେବା ଗୋଟେ କାମ ଗୋଟେ କରିବା ହେଲା କାମ ସେଇଟା ଅମଙ୍ଗ ହୁଅନ୍ତିନି ସେମାନେ ଖୁସି ହେଇକି ସେବା ଆଗକୁ ଆସନ୍ତି ସମସ୍ତେ ତ ଆଜ୍ଞା ଦିନ ମଜୁରିଆ କେମିତି କଣ କେତେ କାମ ବନ୍ଦ କରିକି ଆପଣ ସମାଜ ସେବା ପ୍ରତି ସମୟ ଦେଇଥାନ୍ତି ଆପଣ ଦେଖୁଥିବେ ଆପଣ ଆମର ଯେତିକି କାର୍ଯ୍ୟ ହୁଏ ସବୁବେଳେ ଅଲଗା ଅଲଗା ପିଲା ଥାଆନ୍ତି ତ ତାର ହେଲା ତାତ୍ପର୍ଯ୍ୟ ହେଲା ଆମର ଶେଷ ରବିବାର ଯେଉଁ ପ୍ରୋଗ୍ରାମ ହୁଏ ଅପରେସନ୍ ମୁକ୍ତି କାର୍ଯ୍ୟକ୍ରମ ପାଗଳା ଲୋକଙ୍କୁ ଦେଖିଲେ ଆମେ ତାଙ୍କୁ ଧରିକି ପରିଷ୍କାର ପରିଚ୍ଛନ୍ନ କରୁ ତାପରେ ଆମେ ତାକୁ ଧାମନଗର ଆଶ୍ରମ ନେଇକି ଆମେ ସେ ରାସ୍ତାରେ ଛାଡ଼ି ଦେଉନା ଆମେ ତାକୁ ଧାମନଗର ଆଶ୍ରମରେ ନେଇକି ଛାଡ଼ୁ ବିଭିନ୍ନ ଅନେକ ସମୟରେ ବି ଆମେ ତାଙ୍କୁ ଘରକୁ ବି ନେଇକି ପହଞ୍ଚାଉ ଯେତେବେଳେ ଆମକୁ ଗୋଟେ ଜଣେ ମାନସିକ ହରାଇଥିବା ଲୋକଙ୍କୁ ଆମେ ସେବା କାର୍ଯ୍ୟ କଲା ପରେ ଆମେ ଯେତେବେଳେ ଭିଡ଼ିଓ ଛାଡ଼ିଲୁ ତ ସେ ଆମେ ସେ ସନ୍ଧ୍ୟା 7ଟାରେ ଛାଡ଼ିଛୁ ଆମ ରାତି 9ଟାରେ ଫୋନ୍ ଆସିଲା କି ଭାଇ ସିଏ ହେଲା
ଆମର ମାମୁଁ ହେବେ, ଆମେ ସେ ବର୍ତ୍ତମାନ କେଉଁଠି ଅଛନ୍ତି ବିଚଳିତ ହେଇକି କହିଲେ। ଆମେ ତାଙ୍କୁ ତାଙ୍କ ଜଣେ ଭଣଜା ଅଛି, ତାଙ୍କ ଘର ଭଣ୍ଡାରୀ ପୋଖରୀ। ଆଉ ଆମେ ଭିଡ଼ିଓ ଛାଡ଼ିଲା ପରେ ସେଇଟା ବହୁତ ମାତ୍ରା ସେୟାର ହେଇଥିଲା ଏବଂ ସେ କାନ୍ଦୁଣୁ ମାନ୍ଦୁଣୁ ହେଇକି କହିଲେ ଯେ ଆମେ ସେ ମୋ ମାମୁଁ ହେବେ, ସେ ରହୁଥିଲେ ଉତ୍ତରପ୍ରଦେଶରେ ରହୁଥିଲେ, ସେ ଏଠି କେମିତି ପହଞ୍ଚିଲେ। ତ ଆଶ୍ଚର୍ଯ୍ୟ ହେଇକି ସେ କାନ୍ଦୁଣୁ ମାନ୍ଦୁଣୁ ହେଇକି କହିଲେ। ଆମେ ତା ପରଦିନ ଯେଉଁ ଆମେ ଆଶ୍ରମରେ ନେଇକି ଛାଡ଼ିଥିଲୁ, ସେତେବେଳେ ଆମେ ଚଣ୍ଡିଖୋଲ ଆଶ୍ରମରେ ନେଇକି ଛାଡ଼ିଥିଲୁ, ତାଙ୍କୁ ଯାଇକି ଭେଟ କରେଇକି ତାଙ୍କ ମାମୁଁ ତାଙ୍କୁ ଫେରି ପାଇଥିଲେ। ଆପଣ ଯେଉଁ ସମାଜ ସେବା କରିଥାନ୍ତି, ରାତି ହଉ ଦିନ ହଉ ବର୍ଷା ହଉ ଖରା ହଉ ଇତ୍ୟାଦି, ଆପଣ ପରିବାର କେମିତି କ'ଣ ସପୋର୍ଟ କରିଥାନ୍ତି? ପରିବାର ତ ଖୁସି ହୁଅନ୍ତି ସମାଜ ସେବା କରିବା ପାଇଁ, ଆମେ ସମୟ ବାହାର କରିକି ଯାଉଁ, ତ ପରିବାରକୁ ବି ସମୟ ଦେଉ, ପରିବାରରେ ବି କାମ କରୁ। ସେଭଳିଆ ନାହିଁ ଯେ ନିଜ ଘର କାମ ପଡ଼ିକି ଆମେ ବାହାରେ ସେବା କରିବା, ସେଟା ନୁହେଁ। ଆଗେ ନିଜେ ଘର ସେବା କରୁ, ତାପରେ ସମୟ ବାହାର କରିକି ଆମେ ପରିବାର ସେବା କରୁ, ଯାହାଫଳରେ ଘର ଲୋକ କିଛି ଅସୁବିଧା ମାନେ ଅମଙ୍ଗ ହୁଅନ୍ତିନି କି ରାଗନ୍ତିନି। କାରଣ ଆମେ ଘରର ଯେତିକି ଆମର କର୍ତ୍ତବ୍ୟ, ସମାଜର ଆମର ସେତିକି କର୍ତ୍ତବ୍ୟ। ଆମେ ସମାଜରେ ସେ ଘର କାମ କଲା ପରେ ଆମେ ସମାଜରେ ସେବା କରୁ, କିଛି ଅସୁବିଧା ନାହିଁ ସେଟା। ଯୋଉ ଅନେକ ଘର ଆପଣ ବନେଇଛନ୍ତି ଗରିବ ଅସହାୟ ଲୋକଙ୍କର, ଆଜି ପର୍ଯ୍ୟନ୍ତ କେତେ ଘର ବନେଇଛନ୍ତି? ଆଜି ଆମେ ତିନିଟା ଘର ବନେଇଛୁ। ଆମେ ବନ୍ତ ବ୍ଲକରେ 2ଟା ଘର ବନେଇଛୁ। ଜଣେ ଯେଉଁ ମାଉସୀ ତାଙ୍କ ଦିବ୍ୟାଙ୍ଗ ପୁଅକୁ ନେଇକି ରହୁଥିଲେ, ତାଙ୍କ ଚାଳ ଘର ଥିଲା, ତାଙ୍କୁ ସେ ଚାଳ ଘରକୁ ଆମେ ଗାଁ ଲୋକଙ୍କ ମାନେ ଉପସ୍ଥିତିରେ ସେ ଗୋଟେ ଦିନରେ ଆମର ଚାଳ ଘରକୁ ହଟେଇଥିଲୁ। ଯେ ଚାଳ ଘର ଆମେ ଏଇ ପିଲାମାନେ ଗୋଟେ ଦିନରେ ବନେଇଥିଲେ। ଆମର ଯେ ଚାଳ କାମ କରିବା ପାଇଁ କି ଆମ ମେମ୍ବର ଥିଲେ ଏବଂ ତାଙ୍କର ଆଜବେଷ୍ଟ ପକାଇବା ପାଇଁ ବି ଆମର ସଭାପତି ନିଜେ ଆଜବେଷ୍ଟ ପକାନ୍ତି, ସେ ବଢ଼େଇ କାମ କରନ୍ତି ସଭାପତି। ତ ଆମକୁ ଏଇଟା ବହୁତ ସାହସ ହୁଏ ଯେ ଆଉ ଆମର ଯେଉଁମାନେ ମେମ୍ବର ଅଛନ୍ତି ସେମାନେ ବିଭିନ୍ନ କାର୍ଯ୍ୟରେ ଲିପ୍ତ ଅଛନ୍ତି, ସେମାନଙ୍କ ସେହି ସମୟରେ କାମରେ ଆସିଲେ ଆଉ ତାଙ୍କର ଘର କାମ କରିଥିଲେ। ଏବଂ ଚଣ୍ଡିଖୋଲରେ ବି ତାଙ୍କର ଗୋଟେ ଆଜବେଷ୍ଟ ପକାଇଥିଲୁ। ସେ ଅନ୍ଧ ଲୋକ ମାନେ ମଉସା ଜଣେ ଅନ୍ଧ ଥିଲେ ଏବଂ ସେ ତାଙ୍କ ନିଜ ସ୍ତ୍ରୀ ଆଉ ଗୋଟେ ଝିଅଟୁକୁ ନେଇକି ଚଳୁଥିଲେ। ତ ଏଇଭଳିଆ ଅସହାୟ ଲୋକ ଯାହାର ପୁଅ ନଥିବ, ମାନେ ଯେଉଁମାନେ ଦିବ୍ୟାଙ୍ଗ ଲୋକ, ଯେଉଁମାନେ ଘର କରିବା ପାଇଁ ସକ୍ଷମ ନଥିବେ, ଯିଏ ସରକାର ତରଫରୁ ପାଇଲେ ବି ପଇସା ମଧ୍ୟ ସେ କରିବା ପାଇଁ ସକ୍ଷମ ନଥିବେ, ଆମେ ତାଙ୍କୁ ଘର କରିଦେଉ, ଆଜବେଷ୍ଟ ଘର। ସେଇଟା ଆମର ପ୍ରୋଜେକ୍ଟ ନାଁ ଅଛି ମୋ ଘର ମୋ ମନ୍ଦିର। ସେଇଟାରେ ଆମେ ନିଜେ କଲେକ୍ସନ୍ କରିକି ଆମେ ତାଙ୍କର ଘର ଯେତେବେଳେ ଜଣକୁ ଘର କରିଥାନ୍ତି ତ ଆର୍ଥିକ ନିହାତି ଅଧିକ ଆବଶ୍ୟକତା ପଡ଼ିଥାଏ, ସେତେବେଳେ ମେମ୍ବର ମାନଙ୍କ ଦ୍ୱାରା କେମିତି କ'ଣ ସବୁ ମେମ୍ବର ଆପଣଙ୍କୁ ଆର୍ଥିକ ସହାୟତା କରିଥାନ୍ତି ନା କେମିତି କ'ଣ ହେଇଥାଏ? ନା, ସବୁ ପିଲାମାନେ ଆମର ଆର୍ଥିକ ସହାୟତା କରନ୍ତି। ଆଉ ଯାହାଫଳରେ ଆମର ତ ମଜୁରୀ ବଞ୍ଚିଯାଏ। ଆମର ସବୁ ତ ମେମ୍ବର ମାନେ ନିଜେ କାମ କରନ୍ତି। ଜଣେ ଜଣେ କାରିଗର, କିଏ କବାଟ ବନାଇ ଦିଏ, ତ କିଏ ରଙ୍ଗ ଦେଇଦିଏ, ତ ଘର ପର୍ଯ୍ୟନ୍ତ ରଙ୍ଗ ମିସ୍ତ୍ରୀ ପର୍ଯ୍ୟନ୍ତ ଆମ ମେମ୍ବର ଅଛନ୍ତି। ଯାହାଫଳରେ କିଛି ଅସୁବିଧା ହେଉନି। ଆର୍ଥିକ ଯାହା ଆବଶ୍ୟକ ପଡ଼େ ଆମ ଏଇ ମେମ୍ବର ମାନେ ହିଁ ତ ପଇସା ଦିଅନ୍ତି ଘର। ଯେଉଁ ଆପଣଙ୍କ ଭିତରେ ସମସ୍ତେ ଜଣେ ଜଣେ କାରିଗର ଅଛନ୍ତି, କିଏ କବାଟିଆ ବନେଇ ଦେଇଥାଏ, କିଏ ଝରକାଟିଆ ବନେଇ ଦେଇଥାଏ। ଯେଉଁ କାଠ ଫାଟାର ଆବଶ୍ୟକତା ପଡ଼ିଥାଏ, ଯିଏ ବନେଇଥାଏ ସିଏ ତାକୁ ଦେଇଥାଏ ନା ଏଇଟା ଆପଣଙ୍କର ଗ୍ରୁପ ମାଧ୍ୟମରେ? ନାଇଁ, ଗ୍ରୁପ ମାଧ୍ୟମରେ ହୁଏ। ସେ ଯୋଉ ପଇସା ଆମର କଲେକ୍ସନ ହୁଏ, ସେଇ ପଇସା ନେଇ ତାଙ୍କୁ ସେଇ ଜାଗାରୁ ଆମେ କାଠ କିଣିଥାଉ, ଆଜବେଷ୍ଟ କିଣିଥାଉ। ତ ଗ୍ରୁପରେ ପଇସା ଯୋଉମାନେ ମେମ୍ବର ମାନେ ଦିଅନ୍ତି, ତାଙ୍କରି ପଇସାରେ ହୁଏ। ଏଇ ସେବା ଆଉ ଆପଣ ତା ଭିତରେ ଫରକ କ'ଣ ରହିଲା? ସେବା ଆଉ ଆମ ଭିତରେ ସମାନ ଅଛି, କିଛି ଅସୁବିଧା ନାହିଁ। ଫରକ ଆଉ କ'ଣ ରହିବ? ଭଲ ଭଲ ପ୍ରୋଗ୍ରାମ ବି ଆପଣ କରନ୍ତି, ରକ୍ତଦାନ କରନ୍ତି, ଅନ୍ୟାନ୍ୟ କାର୍ଯ୍ୟକ୍ରମ ବି କରନ୍ତି। ମାନେ ବର୍ଷକୁ ଯଦି କହିବା ଆପଣଙ୍କର ଆର୍ଥିକ ନିହାତି ବହୁତ ଅନେକ ଆବଶ୍ୟକ ପଡୁଛି। ଦିନ ମଜୁର ସମସ୍ତେ ନିଜ ନିଜ ସ୍ୱଇଚ୍ଛାର ଦାନ କରିଥାନ୍ତି ନା କଷ୍ଟ ହେଇଥାଏ? ନାଇଁ, 100 ଇଚ୍ଛାରେ ଦାନ କରିଥାନ୍ତି। ଆମର ଯେଉଁ 22/2/2026 ଆମର ଶେଷ ରବିବାର ଅଛି, ରକ୍ତଦାନ କାର୍ଯ୍ୟକ୍ରମ ମହାପୂର୍ଣ୍ଣ ଆମର ଗୋଟେ ଶିବିର ଅନୁଷ୍ଠିତ ହେବ। ବହୁତ ମାତ୍ରାରେ ଏଇ ଯେ ଭଦ୍ରକରେ ନୁହେଁ, ଏମିତି ଭୁବନେଶ୍ୱର ବି ପିଲା ଆସିକି ଖୁସିରେ ଆସିକି ଭଦ୍ରକରେ ବ୍ଲଡ଼ ଦେଇଯାଆନ୍ତି। କାରଣ ସେଭଳିଆ ଆମର ତରଫରୁ ସେଭଳିଆ ଭଲ ପାଇବା ସମ୍ପର୍କ ଅଛି ବୋଲି ସେମାନେ ବହୁତ ଦୂରରୁ ଆସିକି ରକ୍ତଦାନ କରନ୍ତି। ଏଇ ରବିବାର ଦିନ ରକ୍ତଦାନ କାର୍ଯ୍ୟକ୍ରମ ହେବ। ସମସ୍ତଙ୍କୁ ଅନୁରୋଧ ବି ଆପଣ ମଧ୍ୟ ବି ଆସନ୍ତୁ, ରକ୍ତଦାନ କରନ୍ତୁ, ଗରିବ ଅସହାୟ ଲୋକଙ୍କ ସେବାରେ ଲାଗନ୍ତୁ। ରକ୍ତ ହେଲା ଜୀବନର ମହତ୍ ଦାନ, ରକ୍ତଦାନ ମହାପୂର୍ଣ୍ଣ। ଯାହା ଦୀପକ, ମୁଁ ଭାବୁଛି ବୋଧେ ଆମ ପଡକାଷ୍ଟରେ ଆପଣ ଜଣେ ଆଜି ଏମିତି ଏକ ନିଆରା ଅତିଥି ବସିଥିଲେ, ଯେତେ ପ୍ରଶଂସା କଲେ ବି ମଧ୍ୟ କିଛି କମ୍ ହେବନି। ଆମେ ମଧ୍ୟ ଚାହିଁବୁ ବା ଠାକୁରଙ୍କ ପାଖରେ ପ୍ରାର୍ଥନା କରିବୁ, ପ୍ରଭୁ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରିବୁ କି ଆପଣଙ୍କୁ ଏଇରକମ ଶକ୍ତି ଦିଅନ୍ତୁ। ଆପଣଙ୍କ ଯେଉଁ ରହିଛି ସଂଗଠନ ରହିଛି, ଆଗାମୀ ଦିନ ପାଇଁ ଏମିତି ଲୋକ ଗରିବ ଅସହାୟ ମାନଙ୍କ ପାଇଁ କାର୍ଯ୍ୟ କରି ଚାଲିଯାଉ। କ'ଣ କହିବେ ଶେଷରେ?
ଯାହା ହଉ ବହୁତ ବହୁତ ଧନ୍ୟବାଦ ଏଇ କଥା ଆପଣ ପାଟିରୁ ବାହାରିବାରୁ ବହୁତ ବହୁତ ଧନ୍ୟବାଦ। ଆମେ ଖୁସି ଅନୁଭବ କରୁଛୁ ଯାହା ହଉ ଏତିକି ଯେଉଁ ପଦେ ଜଣେ କହୁଛନ୍ତି। ଆମର ବି ଆମ ଯେଉଁ ୟୁଟ୍ୟୁବ୍ ଚ୍ୟାନେଲ୍ ଚାଲିଛି ଆପଣ ଏକୁ ଭଦ୍ରକ ନୁହେଁ କି ଦେଶ ଭାରତ ନୁହେଁ ଭାରତ ବାହାରେ ବି ପ୍ରଶଂସା ଆସିଛି ଆମକୁ 9.1 ମିଲିୟନ ଭ୍ୟୁଜ୍ ଯାଇଥିଲା ସେ ଗୋଟେ ଯେଉଁ କୋଉ କୋଉ ଜାଗାରେ ଆପଣଙ୍କୁ ପ୍ରଶଂସା ଆସିଛି? ଏମିତି ଆମେରିକା ଆସିଛି ଉଜବେକିସ୍ତାନ ଆସିଛି ବିଭିନ୍ନ ଦେଶରୁ ମେସେଜ୍ ଆସିଛି ଆମକୁ ଭଦ୍ରକ ସେବା ଗ୍ରୁପକୁ ଯେଉଁ କାର୍ଯ୍ୟ କରିଥିଲୁ ଯେଉଁ ବ୍ରିଜ୍ ତଳେ ଯେଉଁ ଶୋଇଥିଲା ଯେଉଁ ମାଉସୀ ତାଙ୍କୁ ଯେଉଁ ସେବା କାର୍ଯ୍ୟ କରିଥିଲୁ ସେ ସେବା କାର୍ଯ୍ୟରେ ଆମକୁ ବହୁତ ପ୍ରଶଂସା ଆସିଛି ଏଭଳିଆ। ଆପଣଙ୍କୁ କେହି କେବେ କୋଉ ଫଣ୍ଡ ତରଫରୁ କହିନାହାନ୍ତି କି ଆମେ କିଛି ସହାୟତାର ରାଶି ଆପଣଙ୍କୁ ଦଉଛୁ, ସେମିତି କିଛି ଆପଣଙ୍କୁ ଆସିଛି? ନାଇଁ ସେଇଭଳିଆ କିଛି ଫଣ୍ଡ ତ କେହି କହିନାହାନ୍ତି କି ଆର୍ଥିକ ସହାୟତା କରିବା ପାଇଁ। କିଛି ଅଛନ୍ତି କିଛି ବଦାନ ବ୍ୟକ୍ତି ଆମ ସଂଗଠନ କାମ ଦେଖିକି କାର୍ଯ୍ୟ ଦେଖିକି ଆମକୁ କିଛି ଦିଅନ୍ତି ବି ସଂଗଠନ। ଆଗାମୀ ଦିନ ପାଇଁ ଆପଣଙ୍କର ଲକ୍ଷ୍ୟ କ'ଣ ରହିଛି ସେ ସେବା ଗ୍ରୁପକୁ ନେଇକି? ନିଶ୍ଚିତ ଆମେ ଏଇଭଳିଆ ମାନେ ମୃତ୍ୟୁ ମଲା ପର୍ଯ୍ୟନ୍ତ ଆମେ ଲୋକଙ୍କ ସେବାରେ ଲାଗିବୁ। ଯେତେ ପର୍ଯ୍ୟନ୍ତ ଜୀବନ ଅଛି ସେତେ ପର୍ଯ୍ୟନ୍ତ ଆମ ହୃଦୟରୁ ସେବା ଅଛି। ନିଶ୍ଚିତ ଆମେ ସେ ଜୀବନ ଥିଲା ଯାଏ ଆମେ ଲୋକଙ୍କ ସେବାରେ ଲାଗିବୁ। ଧନ୍ୟବାଦ ଧନ୍ୟବାଦ ମୂଲ୍ୟବାନ ସମୟ ଦେଇଥିବାରୁ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଦର୍ଶକ ବନ୍ଧୁ, ସେବା ପାଇଁ ଅର୍ଥ ନୁହେଁ, ଏକ ସୁନ୍ଦର ହୃଦୟର ଆବଶ୍ୟକ ରହିଛି, ଯାହା ଆଜିର ପଡ଼କାଷ୍ଟ ଆଲୋଚନାରେ ଆମେ ସମସ୍ତେ ସେବା ଗ୍ରୁପ୍ ଠାରୁ ଶିଖିପାରିଲେ। ଯାହା ହଉ ଦୀପ ବାବୁ, ଏକ ସୁନ୍ଦର ମନୋବୃତ୍ତି ନେଇ ଆପଣମାନେ ମହତ କାର୍ଯ୍ୟ କରିଚାଲିଛନ୍ତି। ଏଥିରେ ଯେତେ ପ୍ରଶଂସା କଲେ ବି କମ୍ ହେବ। ଈଶ୍ୱର ଶକ୍ତି ପ୍ରଦାନ କରନ୍ତୁ, ଆପଣମାନଙ୍କ କାର୍ଯ୍ୟଧାରା ଜାରି ରହୁ। ଜୟ ଜଗନ୍ନାଥ। ଆପଣମାନଙ୍କୁ କେମିତି ଲାଗିଲା ଆଜିର ଏ ପଡ଼କାଷ୍ଟଟି ନିଶ୍ଚିତ ଆପଣମାନଙ୍କର ମତାମତରେ ଜଣାଇବେ। ପୁଣି ଦେଖା ହେବ ଆଉ ଏକ ନୂଆ ଅତିଥିଙ୍କ ସହ। ରହିଲି, ନମସ୍କାର।